କିର୍ମିରାଠାରେ ଅଷ୍ଟପ୍ରହର ନାମଯଜ୍ଞ ସମାପିତ ହୋଇଯାଇଛି। ଗତ ଶୁକ୍ରବାର ଦିନ ସନ୍ଧ୍ୟାରେ ଅଧିବାସ କରାଯାଇଥିଲା। ଯଜ୍ଞ ମଣ୍ଡପରୁ କଳସ ଶୋଭାଯାତ୍ରାରେ ଶତାଧିକ ମହିଳା ବାହାରି ପାରମ୍ପରିକ କୀର୍ତ୍ତନ ମଣ୍ଡଳୀ ଶଙ୍ଖ ଘଣ୍ଟବାଦ୍ୟର ତାଳେ ତାଳେ ବଡ଼କଣ୍ଟାରୁ ଜଳ ଆଣି ଯଜ୍ଞ ମଣ୍ଡପରେ ସ୍ଥାପନ କରିଥିଲେ। ଶନିବାର ଦିନ ନାମଯଜ୍ଞ ଆରମ୍ଭ ହୋଇ ରବିବାର ଦିନ ସମାପନ ହୋଇଥିଲା। ମଧ୍ୟାହ୍ନରେ ନଗର ଭ୍ରମଣ ସନ୍ଧ୍ୟାରେ ଦଧିଭାଞ୍ଜନ କରାଯାଇଥିଲା। ଅଞ୍ଜନ କୁମାର ପଟେଲ ଏବଂ ତାଙ୍କ ସହଧର୍ମିଣୀ ସୋନାଲି ପଟେଲ ଯଜ୍ଞରେ କର୍ତ୍ତା ଭାବରେ ଦାୟିତ୍ୱ ତୁଲାଇଥିଲେ। ପୂଜକ ଭାବରେ ଅଶ୍ୱିନୀ ପାଣିଗ୍ରାହୀ ଓ ଗଣେଶ ପାଣିଗ୍ରାହୀ ପୂଜାର୍ଚ୍ଚନା କରିଥିଲେ। ଏହି ଯଜ୍ଞ କାର୍ଯ୍ୟକ୍ରମରେ ଭାଲୁପତ୍ରା, ରେଙ୍ଗାଲବେଡ଼ା, ଅଇତାପାଲି, ବାଉରିଗୁଡ଼ା, ବୁଦେଲକାନି ଓ କିର୍ମିରାର 2 କୀର୍ତ୍ତନ ମଣ୍ଡଳୀ ଯୋଗ ଦେଇଥିଲେ। ଯଜ୍ଞ କମିଟିର ସମସ୍ତ ସଭ୍ୟଗଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଏହି ଯଜ୍ଞ କାର୍ଯ୍ୟକ୍ରମରେ ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପାଳି ଦାସ ଅତିଥି ଭାବରେ ଯୋଗଦେଇ ପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରିଥିଲେ।